सप्रेम जय जीव। ब्रह्मानंद परम सुखदम केवलं ज्ञानमूर्ति द्वन्द्वातीतं गगनसदृशं तत्त्वमस्यादिलक्ष्यम्। ब्रह्म ही आनंद स्वरूप, सुख स्वरूप, ज्ञान स्वरूप, द्वंद्वरु अतीत, गगन सदृश, शुद्ध बुद्ध एवं निर्मल एक तत्वर दर्शन जो सद्गुरु प्रदान करती से सद्गुरु को मु कोटि कोटि नमन जनाई आरंभ करुछि आज सत्य वचन दुई पद। हे आत्मन, गत थर मतवाद विषय आम आलोचना करुथिले जे प्रत्येक मतवादर लोक निज श्रेणी को भल भावी अन्य मानकु नास्तिक कही जो गोष्ठी कंदल सृष्टि हुए संप्रदाय और संप्रदाय भितरे सेतिरे बहुत क्षयक्षति होई जीवन नष्ट हुए। आमे तीनोटी श्रेणीर अद्वैतवादर तीनोटी श्रेणी वर्णना करथिले, जीवाद्वैतवाद, ईश्वराद्वैतवाद और जड़ाद्वैतवाद। ईश्वराद्वैतवाद हेउची जेउ लोक एक ईश्वर को छाड़ी अन्य दुईटी जड़ तत्व एवं जीव अस्तित्व को स्वीकार करते नहीं से ईश्वराद्वैत। जड़ाद्वैत जेउ लोक माने जड़ तत्व को छाड़ी बाकी दुईटीर अर्थात जीव एवं ईश्वर ए दुई तत्व को मानती नहीं ए माने जड़ाद्वैतवाद। उदाहरण स्वरूप पाश्चात्य देश मानकरे जीव बा ईश्वर एमानंकर अस्तित्व, जीव एवं ईश्वर ए दुईटीर अस्तित्व से माने मानती नहीं। यही जड़ाद्वैत आउ ईश्वराद्वैत जो दुईटी श्रेणी रहिले एमाने दुईटी जाक दुख को सृष्टि करती। काहींकि ना जेउ लोक चेतन आत्मा को छाड़ी देई जड़ को पूजा करे से केबे मध्य शांति रे रही पारिबो नाही। सेतिपाई से जो आमर ईश्वर भारत वर्ष रे ईश्वर सब सृष्टि होची, कहार चारि हाथ, कहार 10 हाथ, कहार 4 मुंड, कहार 5 मुंड, कहार हाथी मुंड, एमिति बहुत प्रकार ईश्वर सृष्टि करी 33 कोटी ईश्वर को भारत वर्ष रे पूजा करा जाउछि। किंतु जीव को जीवर अस्तित्व को ग्रहण करा जाउ नाही। फलरे भारत वर्ष दुखी। आउ फॉरेन कंट्री आमर यूरोप, एशिया, अमेरिका एमाने कहीं दुखी ना, एमाने जड़ाद्वैतवाद अर्थात केवल वस्तु विशेष, धातु विशेष वा पदार्थ विज्ञान रिसर्च रे एमाने अणु परमाणु आटम बम तैयारी करी विभिन्न प्रकार ध्वंसाभिमुखी कार्यकलाप हेतु एमाने केबे भी शांति रे रही पारंती नाही, दुखी हुअंती। तेबे ई जो कर्म क्लेश आसिला केउठारु ना अविद्यारु। आमे गोटे श्लोक नेबा साधन पादरे सद्गुरुंकर कौन कहउछंती, अविद्या क्षेत्र मुतेरा साम
ପ୍ରସୂତ ତନୁ ବିଚ୍ଛିନ୍ନାଦାରାଣ। ଅବିଦ୍ୟା ହିଁ ସମସ୍ତ କ୍ଲେଶର ଜନନୀ ଅଟେ। ଆଉ ଏହି ଅବିଦ୍ୟା ଦୁଃଖର ପ୍ରସବ ଭୂମି। ତେଣୁ ଏଇ ଦୁଇ ଦେଶ ବା ଭାରତବର୍ଷ ଆଉ ପାଶ୍ଚାତ୍ୟ ଦେଶ, ଏ ଦୁଇଟି ଯାକର ଦୁଃଖ ଅଛି। କାରଣ ଜଣେ ଜଡ଼ାଦୈତ୍ୟ ଆଉ ଜଣେ ଈଶ୍ୱରାଦୈତ୍ୟ। ସୁଖ ଶାନ୍ତି ଆନନ୍ଦ କେଉଁମାନଙ୍କର ଅଧିକାର? ନା ଯେଉଁମାନେ ଜୀବାଦ୍ୱୈତବାଦକୁ ଗ୍ରହଣ କରନ୍ତି। ଜୀବ ଆଉ ଈଶ୍ୱର ଏ ଦୁହେଁ ଅଭିନ୍ନ। ଏଇଆ ହେଲେ ଅବିଦ୍ୟାର ବିନାଶ ହେବ। এই ଏକତତ୍ୱକୁ ଯେ ଅଭ୍ୟାସ କରିବ, ଅବିଦ୍ୟାର ବିନାଶ ହୁଏ। ଅବିଦ୍ୟା ଘରେ ଜୀବ ବନ୍ଦୀ, ଜ୍ଞାନ ଉଦୟେ ବିଦ୍ୟା ବୁଦ୍ଧି। ପୁଣି କୁହାଯାଏ, ଭାଗବତ କହନ୍ତି ଯେ ଜୀବର ଅନୁଭାଇ ବନ୍ଧନ, ବୋଲନ୍ତି ଯଶୋଦାନନ୍ଦନ। ଜୀବର ବନ୍ଧନ ନାହିଁ। ତେବେ ଅସଲରେ ଈଶ୍ୱର ଯିଏ, ସିଏ ହିଁ ଜୀବ। ଆମେ ସମାଧିପାଦର 24 ନମ୍ବର ଶ୍ଲୋକ ଦେଖିଲେ ଜାଣିବା ଯେ କର୍ମକ୍ଲେଶ ବିପାକାଶୈର ପରାମୃଷ୍ଟା ପୁରୁଷ ବିଶେଷ ଈଶ୍ୱର। ଯେମିତି ଅଶ୍ୱ ବିଶେଷର ନାମ ଉଚୈସ୍ରବା, ବାଘ ବିଶେଷର ନାମ ମହାବଳ, ଘୋଡ଼ା ବିଶେଷର ନାମ ଆରବୀ ଘୋଡ଼ା, ସେହିପରି ପୁରୁଷ ବିଶେଷର ନାମ ଈଶ୍ୱର। ଲୋକମାନେ କହନ୍ତି ଆତ୍ମାକୁ ଈଶ୍ୱର କୁହାଯାଏ ନା, ପରମାତ୍ମାକୁ ଈଶ୍ୱର କୁହାଯାଏ। ପରମ ଯୁକ୍ତ ଆତ୍ମା, ପରମାତ୍ମା, ଏ ଦୁଇଟି ଶବ୍ଦ ଯୋଡ଼ିଲେ ଆମେ ଗୋଟିଏ ଶବ୍ଦ ପାଉ, ମହାନ ଯୁକ୍ତ ଆତ୍ମା, ମହାତ୍ମା। ଏଇ ମଣିଷ ଏଇ ଆମର ସାଧନା ଫଳରେ ଯେତେବେଳେ ସାଧ୍ୟ କରୁଛି ସେ କୌଣସି ବିଦ୍ୟାକୁ, ଡାକ୍ତରୀ ବିଦ୍ୟାକୁ ସାଧ୍ୟ କରି ସାରିଲେ ସେ ଡକ୍ଟରେଟ୍ ଉପାଧି ପାଏ। ବୈଜ୍ଞାନିକ ବିଜ୍ଞାନର ବିଦ୍ୟାକୁ ରିସର୍ଚ୍ଚ କରି ସାଧ୍ୟ କରିପାରିଲେ ସେ ବୈଜ୍ଞାନିକ ଉପାଧି ପାଏ। ଇଞ୍ଜିନିୟର ସେହି ବିଦ୍ୟାରେ ଉପରକୁ ବଢ଼ି ସେ ବୈଜ୍ଞାନିକ ହୋଇପାରେ। ସେମିତି ପ୍ରତ୍ୟେକ ବିଦ୍ୟାର ପୂର୍ଣ୍ଣତାକୁ ପରମ କୁହାଯାଏ। ସେମିତି ଜଣେ ଯୋଗୀ ଯୋଗ ମାଧ୍ୟମରେ ଯାଇ ଆତ୍ମାକୁ କିଏ ବୋଲି ଜାଣିପାରି, ଆତ୍ମାର ଅସ୍ତିତ୍ୱ ଭାବକୁ ଜାଣିପାରି ଅଷ୍ଟାଙ୍ଗ ଯୋଗ ମାର୍ଗରେ ଗତି କଲେ ସେ ପରମ ପଦକୁ ଲାଭ କରେ ଆଉ ଜୀବନ୍ମୁକ୍ତ ପଦ ପାଇଥାଏ। ତେଣୁ ଯୋଗୀ ହିଁ ପରମାତ୍ମା, ପରମେଶ୍ୱର, ଈଶ୍ୱର ଯାହା କହନ୍ତି, ବ୍ରହ୍ମ ଯାହା କହିବେ ତାହା ବି ଠିକ୍। ଏ ଯେଉଁ ଆମେ ଆମର ଦେଖୁଛେ, ଆମର ଯେତେ ଈଶ୍ୱର ସବୁ ଅଛନ୍ତି, 33 କୋଟି ଈଶ୍ୱର, କାଳ୍ପନିକ ଈଶ୍ୱର, ଆମେ ଲୋକମାନେ କାହିଁକି ଦୁଃଖ ପାଉଛନ୍ତି? ନା ଲୋକମାନେ ବିଭିନ୍ନ କାରଣରୁ ଦୁଃଖ ପାଆନ୍ତି। କର୍ମ କ୍ଲେଶ ହେତୁ ଲୋକ ଦୁଃଖ ପାଏ। ପ୍ରତ୍ୟେକ କର୍ମ ହିଁ ଜୀବକୁ ଦୁଃଖ ଦେଉଛି। ଏଇ ଦ୍ୱୈତ ଭାବ ଯୋଗୁଁ ଜୀବ ଦୁଃଖ ପାଉଛି। ଯେତେବେଳେ ତାକୁ ଦୁଃଖ ଆସେ, ମନୁଷ୍ୟକୁ ଦୁଃଖ ଆସେ, ତାରି ଅଜ୍ଞାନତା କାରଣରୁ, ତାରି ନିର୍ବୋଧତା କାରଣରୁ ସେ ବିବେକ ଜ୍ଞାନ ହ୍ରାସ କରିଦିଏ। ଆଉ ସେ ନିଜକୁ ବହୁତ ଦୀନ ହୀନ ଅକିଞ୍ଚନ ସଜାଇ କେଉଁଠି କେଉଁ ସାମ୍ପ୍ରଦାୟିକ ଗୁରୁ ଅଛନ୍ତି, ସେମାନେ କହୁଛନ୍ତି ଯେ ଆମେ ଦୁଃଖ ସବୁ ତୁମର ହରଣ କରି ନେବୁ। ସେଠାକୁ ଯାଇ ଯେତେ କର୍ମ କରି
ଯେତେ ଶ୍ରମରେ ଉପାର୍ଜିତ ଧନ ସେମାନେ ଅର୍ଜନ କରିଥାନ୍ତି ସେଇ ଗୁରୁଙ୍କର ପାଦ ତଳେ ନେଇ ରଖିଦିଅନ୍ତି, ମୋର ଦୁଃଖକୁ ହରଣ କର। କିନ୍ତୁ କେହି ହରଣ କରିପାରନ୍ତି ନାହିଁ। କିନ୍ତୁ ସେଇ ଯେଉଁ ଗାଦିରେ ବସିଥିବା ସମ୍ପ୍ରଦାୟକ ଗୁରୁମାନେ ସମସ୍ତ ଲୋକକୁ ଶୋଷଣ କରନ୍ତି, ଆଉ ସେଇ ଧନରତ୍ନକୁ ନେଇ ନିଜେ ରତ୍ନ ଖଟରେ ଶୋଇ ସୁନା ଥାଳିଆରେ ଖାଇ ବିଭିନ୍ନ ପ୍ରକାର ଅୟସ କରି ନିଜକୁ ବଡ଼ ବଡ଼ ଉପାଧିରେ ଭୂଷିତ କରନ୍ତି, ନିଜକୁ ମହାନ ବୋଲି ପରିଗଣିତ କରନ୍ତି। କିନ୍ତୁ ଅଜ୍ଞାନତାବଶତଃ ଏ ମନୁଷ୍ୟ ଜାଣିପାରେ ନା ଯେ ମୁଁ କ'ଣ କରୁଛି। ପ୍ରକୃତରେ ମନୁଷ୍ୟ କରିବା କର୍ମରୁ ହିଁ କ୍ଲେଶ ଆସିଥାଏ। ଆପଣା କଲା କର୍ମ ମାନ ଆପେ ହୋଇବ ସାବଧାନ। ଭାଗବତ କହନ୍ତି। ନାରଦ ସୂକ୍ତି କହୁଛନ୍ତି, ଦ୍ୱୈତ ଭାବ ଥିବା ଯାକ ଶାନ୍ତି ଆଉ କାହିଁ। ଦ୍ୱୈତ ଭାବ ଥିବା ଯାକ ଶାନ୍ତି ଆଉ କାହିଁ। ସଂକଳ୍ପ ଜାଲରେ ଜୀବ ବନ୍ଧା ପଡ଼ିଥାଏ। ଧାଇଁ ଧାଇଁ ପୁରୀ କରି ହୁଏ ଧଇଁ ସଇଁ। ଜଡ଼ ପଦାର୍ଥ ଜଗତେ ଅଟଇ ଅଶେଷ, ତାହାକୁ ଚଳାଉଅଛି ଚେତନ ପୁରୁଷ ଏକ ସେହି। ସେ ତତ୍ୱରେ ହେତୁ ରଖ ତୁହି ଏକ ସେହି। ସେ ତତ୍ୱରେ ହେତୁ ରଖ ତୁହି। ତେଣୁ ସଦ୍ଗୁରୁଙ୍କର ଉକ୍ତି ଗୁଡ଼ିକ କେତେ ଯେ ସତ୍ୟ, କେତେ ସତ୍ୟ ଜ୍ଞାନକୁ ପ୍ରମାଣ କରୁଛି। ଆଉ ସତ୍ୟ ମାର୍ଗରେ ଏଇ ସଦ୍ଗୁରୁଙ୍କର ବାକ୍ୟକୁ ଯେ ସାଧନା ଦ୍ୱାରା, ସ୍ୱାଧ୍ୟାୟ ଦ୍ୱାରା, ସତ୍ସଙ୍ଗ ଦ୍ୱାରା ନିଜକୁ ନିଜ ଭିତରର ଶବ୍ଦ ଶୁଣିପାରି ନିଜର ଆସ୍ତିକ ଭାବକୁ ଗ୍ରହଣ କରିବ ଯେ ମୋ ଭିତରେ ସେଇ ଚେତନ ପୁରୁଷ ଅଛନ୍ତି, ମୁଁ କହିପାରୁଛି ଯେ ମୁଁ ଅଛି, ମୁଁ ଅଛି। ସେହି ଆସ୍ତିକ। ଅନ୍ୟ ଯେତେ ସବୁ ଅନ୍ୟଠାରେ ଈଶ୍ୱର ଖୋଜୁଛନ୍ତି, ଅନ୍ୟକୁ ଈଶ୍ୱର ବୋଲି କହୁଛନ୍ତି, ଦୁଇକୁ ଈଶ୍ୱର ବୋଲି କହୁଛନ୍ତି, ଦୁଇରେ ଈଶ୍ୱର କେବେ ନାହାନ୍ତି। ଈଶ୍ୱର ଅଛନ୍ତି ନିଜ ପାଖରେ, ନିଜ ଭିତରେ। ନିଜ ଭିତରକୁ ପଶି ନିଜର ଶବ୍ଦ ଶୁଣ। ସଦ୍ଗୁରୁଙ୍କର ଚତୁଷ୍ପଦୀରୁ ଗୋଟିଏ ହେଉଛି ଭିତରର ଶବ୍ଦ ଶୁଣ। ତୁମ ପଥ ପ୍ରଦର୍ଶକ ତୁମ ଭିତରେ ହିଁ ବିଦ୍ୟମାନ। କେତେ ସତ୍ୟ ବାକ୍ୟ। ଆସନ୍ତୁ ତେବେ ଆମେ ବି ସେଇ ସଦ୍ଗୁରୁଙ୍କର ବାକ୍ୟକୁ ଗ୍ରହଣ କରି ଶ୍ରଦ୍ଧାପୂର୍ବକ ତାଙ୍କର ସାଧନା, ସତ୍ସଙ୍ଗ ଆଉ ସ୍ୱାଧ୍ୟାୟକୁ କରି ନିଜକୁ ଜୀବନ ମୁକ୍ତି କରାଇବା। ଏତିକି କହି ମୁଁ ବାଣୀକୁ ବିଶ୍ରାମ ଦେଉଛି। ସପ୍ରେମ ଜୟ ଜୀବ ଜୟ।